ଆପଣମାନଙ୍କୁ ଏକ୍ସପ୍ଲେନ୍ କଲେ ଆପଣ ଗୋଟେ ଆଜ୍ ଏ ଆକ୍ଟର ହିସାବରେ ଆପଣମାନଙ୍କର କର୍ତ୍ତବ୍ୟ କି ଆପଣ ଜାଣିବା ଏଇଟା ନିହାତି ଦରକାର ଯେତେବେଳେ ଗୋଟେ ସୁଟ୍କୁ ଯାଉଛନ୍ତି ଯେତେବେଳେ ଆପଣଙ୍କର ସୁଟ୍ ଷ୍ଟାର୍ଟ ହେଉଛି ଆପଣ ଯିଏ ବି ଆମର ସିନେମାଟୋଗ୍ରାଫର କି ଡିଓପି ଡିରେକ୍ସନ୍ ଅଫ୍ ଫଟୋଗ୍ରାଫି ଯିଏ ଥାଆନ୍ତି ତାଙ୍କୁ ଆପଣ ପଚାରି ପାରିବେ ଏଇଟା ଗୋଟେ ଆକ୍ଟର ହକ୍ ଅଛି ସାର୍ ଏଇଟା ଲେନ୍ସ କ'ଣ ଲାଗିଛି ଆମକୁ କୋଉ ମାନେ ଯେମିତି ସତ୍ୟ ସାର୍ ଆପଣମାନଙ୍କୁ ବୁଝେଇଲେ ଗୋଟେ ଫିକ୍ସ ସଟ୍ରେ ଆପଣ ମାନେ ଏଇଠୁ ଏଣ୍ଟ୍ରି କଲେ ଏଇଠି ସାରିଲେ ଯଦି ଏଇଠୁ ଆପଣ ପଳାଉଛନ୍ତି ଆପଣ ଫ୍ରେମ୍ ଆଉଟ୍ ହେଇଯାଉଛନ୍ତି ଫ୍ରେମ୍ ଭିତରେ ରହୁନାହାନ୍ତି ତ ସେଇ ଅନୁସାରେ ଲେନ୍ସ ବହୁତ ପ୍ରକାର ଲେନ୍ସ ଅଛି ତ ସେଥିପାଇଁ ଆପଣ ଡିଓପି ଯିଏ ଅଛନ୍ତି ଥିବେ ୱାର୍କ ଉପରେ ଆପଣ ତାଙ୍କୁ ପଚାରିବେ ସେ ଲେନ୍ସ କ'ଣ ଲାଗିଛି ଆମକୁ କୋଉ ଏରିଆ ଭିତରେ ଆମକୁ ଆକ୍ଟିଭିଟିସ୍ ଆମର କରିବାର ଅଛି କି ଆମ ଆକ୍ଟିଂକୁ ରିପ୍ରେଜେଣ୍ଟ କରିବାର ଅଛି ଏଇ ଜିନିଷଟା ଗୋଟେ ଆକ୍ଟର ହକ୍ ଏଇଟା ଆପଣ ବୁଝିବେ ସତ୍ୟ ସାର୍ କଣ୍ଟିନ୍ୟୁ କରନ୍ତୁ ତେଣୁକରି ଆପଣଙ୍କୁ ଗୋଟିଏ ସମସ୍ତେ ମ୍ୟୁଟ୍ କରନ୍ତୁ ତ ଆପଣ ଜାଣିବା ଦରକାର ଫିକ୍ସ ସଟ୍ରେ ଲେନ୍ସ କେତେ ଲାଗିଛି ଏବଂ ତାର ଯୋଉ ଫ୍ରେମିଂଟା ହେଇଛି ସେ ଫ୍ରେମ୍ଟା ଭଲ ଭାବରେ ବୁଝିବେ ଏଇ ଯୋଉ ଫ୍ରେମ୍ କଥା ଆପଣମାନଙ୍କୁ ଉଦାହରଣ ଦେଲି ଆଉ ଏଇଠି ଆପଣଙ୍କୁ ଭବାନୀ ସାର୍ କ୍ଲିୟର କରିଦେଲେ ଆପଣଙ୍କ ପୁରା ହକ୍ ଅଛି ଆପଣ ଡିଓପିକୁ ପଚାରି ପାରିବେ ସାର୍ ମୁଁ କୋଉଠୁ ଏଣ୍ଟ୍ରି କରିବି କୋଉଠି ଏକ୍ଜିଟ୍ କରିବି କେତେ ଦେଖାଯାଉଛି ଆଉ ସବୁବେଳେ ମନେ ରଖିବେ ଅଧିକା କରିଦେବି ଅଧିକା ଦେଖେଇଦେବି ଆକ୍ଟିଂ ସେଟା ହଉଛି ଥିଏଟର ଜାଗା କ୍ୟାମେରାରେ ଆପଣ ଅଧିକା କିଛି ଦେଖେଇ ପାରିବେନି ଆପଣ ଯୋଉ ଉଦାହରଣ ଦେଇଥିଲି ଯେ ଅଧିକା ଆକ୍ଟିଂ କରି ଦେଖେଇଦେବେ ସମସ୍ତେ କ୍ଲାପିଂ କରିବେ କିନ୍ତୁ ଏଡିଟିଂ ବେଳକୁ ସେ ଜିନିଷ ରହିବନି କାଟି ଦିଆଯିବ ତେଣୁ ଆପଣ ଜାଣିଥାନ୍ତୁ ଯେ ଡିରେକ୍ଟର କ'ଣ ଚାହୁଁଛି ବା ଡିଓପି କେତେ ଫ୍ରେମ୍ ଲଗେଇଛି ମୁଁ ସେଇ ଫ୍ରେମ୍ରେ କରିବି ଖାଲି ଅଧିକା ଦେଖିବାକୁ ଯାଇ ଇଏ କରି ମୁଣ୍ଡ ହଲେଇ କରିଦେବି ଏଇଠି ଦେଖନ୍ତୁ ମୁଁ କଟିଗଲି ତ ଏଇଟା ଲାଗିବନି ସର୍ଟ ଏ ସର୍ଟ ଏଡିଟର ପକେଇ ହୁଏ ନାହିଁ ଏଇଟା ଏନଜି ପଳେଇବ ଏନଜି ମାନେ ନଟ୍ ଗୁଡ୍ ଏନଜି ସେ ଟେକ୍ନିକାଲି କୁହନ୍ତୁ ତ ଆପଣ ସେ ସର୍ଟଟା ଏନଜି ହେଇଯିବ ନଟ୍ ଗୁଡ୍ ସେଇ ରିଲଟା ଯେତିକି ସମୟ ସେ ସର୍ଟଟା ନିଆହେଇଥିବ ହଁ ତେଣୁକରି ଆପଣ ଏତିକି ବୁଝନ୍ତୁ ଯେ ମତେ ଫ୍ରେମ୍ ଆଗେ ବୁଝିବାର ଅଛି ଫ୍ରେମ୍ ବୁଝିଲା ପରେ ଏଇ କ୍ୟାମେରା ଆକ୍ଟିଂ କରିବାର ଅଛି ଆଉ ଯଦି ମତେ କିଛି ଆକ୍ଟିଂରେ ଦେଖାଇବାର ଅଛି ତା ସବୁଠାରୁ ଭଲ ମାଧ୍ୟମ ହଉଛି ଥିଏଟର କିନ୍ତୁ ବାବା କ୍ୟାମେରାକୁ ଯେତେବେଳେ ଆପଣ ଆସୁଛନ୍ତି ପୁରା ଡିରେକ୍ଟର ପାଖରେ ସମର୍ପଣ ହେବେ ଡିଓପିର ଫ୍ରେମିଂ ବୁଝିବେ ସେଇ ଅନୁସାରେ ଆକ୍ଟିଂ କରିବେ ଆଉ ଗୋଟିଏ ପ୍ରଶ୍ନ ଆମେ ଆଜି କେବଳ ଫିକ୍ସ ସଟ୍ ବିଷୟରେ ହିଁ କଥା ହେଲେ ବେଶୀ ଆଗକୁ ଯିବାନି ବେଶୀ ପଢିଦେଲେ ଛୋଟ ଛୋଟ କଥାକୁ ଭୁଲିଯିବା ବା ଅବହେଳା ହେଇଯିବ ନେକ୍ସଟ ଆଉ ଗୋଟିଏ ମାନଙ୍କୁ ହୋମୱାର୍କ ଦିଆହେଇଥିଲା ଏଇଟା ଦୟାକରି ମୋ ତରଫରୁ ରିକ୍ୱେଷ୍ଟ ଏଇଟା ପ୍ଲିଜ୍ କଣ୍ଟିନ୍ୟୁ କରିବେ ନାଇଁ ଯେ ମୁଁ ଆଜି କହିଛି ଏବେ କରିକି ଆପଣ ଗ୍ରୁପରେ ପଠେଇଦେବେ ଏଇଟା ଡେଲି କଣ୍ଟିନ୍ୟୁ କରିବେ କ୍ଲାସ୍ କାଲି ହଉ କି ପରଦିନ ହଉ କି ନ ହଉ କେତେବେଳେ ବି ଏଇଟା କିନ୍ତୁ ଆପଣ କଣ୍ଟିନ୍ୟୁ କରିବେ ଆପଣମାନେ ଏଇଟା ରିକ୍ୱେଷ୍ଟ ଆପଣଙ୍କ ପାଖରେ ଯୋଉ ନବରସ ରହିଲା ତାକୁ ନେଇକି ପ୍ରାକ୍ଟିସ୍ ଆଉ ଡେଲିକା ବେସିକ୍ରେ ଆପଣଙ୍କ ସିଡ୍ୟୁଲରେ ଏଇଟା ରହିବା ଦରକାର କି ମୋତେ ଆଜି ଗୋଟେ କ୍ୟାରେକ୍ଟରକୁ ଅବଜର୍ଭ କରିବାର ଅଛି ସେ କ୍ୟାରେକ୍ଟରକୁ ନେଇକି ମୋତେ ମିରର ଆଗରେ ପ୍ରାକ୍ଟିସ୍ କରିବାର